ହେଲା ହେଲା ଝେଣ୍ଡବା ଆଜ୍ଞା ସାର୍ ସାର୍ एपट सेपट कर पिंड सीधा जानी पाइली आजिका दिन में जो दुखद घटना सांत्वना देवा छड़ा भरोसा देवा छड़ा आउ किसी भाषा नहीं कह आसती जाइली एम्स जाइली दिल्ली जाइली जो परिस्थिति पड़क कथा जो कारण हो जमी हो आम आजिका दिन में से कथा भितर को पशिया मुझे चाहूना मुझे बापा माँ से सांत्वना देवाक आसती भरोसा देवाक आसती जो जहाँ आवश्यक ये अंचल साथी 15-17 वर्ष धरी मोर संपर्क मो निर्वाचन लड़ी सब कर संपर्क लोक भी मो पाखे अच्छा कम कर गाँव दुख को बर्दाश्त करने कष्टकर बेपार भगवान करंतु आल्ला करंतु ए दुख आ न दिंतु कही कथबार्ता हे जो जहाँ आवश्यकता अच्छे सब आम हाथ में भरोसा ही रही जो सब साहय करूँ
ଆଜିକା ଦିନରେ ଆଉ ବେଶୀ ପଙ୍କ ଭିତରକୁ ମୁଁ ପଶିବାକୁ ଚାହୁଁନି କି ତାଙ୍କ ପରିବାରର ଦୁଃଖ ଜଣେଇବା ଛଡ଼ା ଆଉ ତାଙ୍କୁ ଆଜି କିଛି ମତେ ପଚାରନ୍ତୁ। ଏଇଟା ଆମେ ଦାବି କରିବା, ପଲିଟିକାଲ ପାର୍ଟି ସବୁ ଦାବି କରିଛନ୍ତି, ଆମେ ଦାବି କରିବା ଯଦି କୋଉଠି କ'ଣ ପୋଲିସ ଜରିଆରେ ତଦନ୍ତ ପ୍ରକ୍ରିୟାରେ ଶିଥିଳତା ହେଇଛି ବା ଆହୁରି ଅଧିକ ଜୋର ଆବଶ୍ୟକତା ଅଛି ସେ କଥା ଆମେ ପୋଲିସ ଅଫିସରମାନଙ୍କ ପାଖେ ଡିମାଣ୍ଡ କରିଛୁ, ପୁଣି କରିବୁ, ସେସବୁ ଚାଲିବ। କିନ୍ତୁ ପରିବାର ସେଥିରେ ପରିବାରକୁ ଡିଷ୍ଟର୍ବ କରିବା, ପରିବାରକୁ ଦୁଃଖ ବେଳେ ତା ହାତରେ ଠିଆ ନ ହୋଇ ତାଙ୍କୁ ସେଥିରେ ଚିନ୍ତାଗ୍ରସ୍ତ କରିବା, ବ୍ୟଥିତ କରିବା, ଏଇଟା ଉଚିତ ହେବ। ୟାକୁ ନେଇକି ବନ୍ଦ ପୁରୀ ଜିଲ୍ଲା ବନ୍ଦ କରିବା ବି ଚାଲିଛି, କିନ୍ତୁ ଯାହା ଯିଏ ବାହାରେ କରନ୍ତୁ ତଦନ୍ତ ପ୍ରକ୍ରିୟାର ସାହାଯ୍ୟ ପାଇଁକା ତଦନ୍ତ କେମିତି ଆଗକୁ ଆଗେଇବ ସେଥିରେ କରନ୍ତୁ, ସେଥିରେ ମୋର ଆପତ୍ତି ନାହିଁ। କିନ୍ତୁ ଏଠି ପରିବାରକୁ ଡିଷ୍ଟର୍ବ ନ କରନ୍ତୁ, ତାଙ୍କ ମାନସିକ ଦୁଶ୍ଚିନ୍ତା ନ ବଢ଼ାନ୍ତୁ। କିନ୍ତୁ ତଦନ୍ତ ପ୍ରକ୍ରିୟା ସଠିକ ଭାବେ ହେବା ଦରକାର। ଯଦି କିଏ ଦୋଷୀ ଅଛି, ଇଏ ଆଲ୍ଲାଙ୍କ ଛଡ଼ା କେହି ଜାଣିନଥିବେ କି ଭଗବାନ ଛଡ଼ା କେହି ଜାଣିନଥିବେ। ତାଙ୍କ ବାପା ଜାଣିନଥିବେ, ମା ଜାଣିନଥିବେ, ଆମେ ଜାଣିନୁ, ସେ ଝିଅ ସ୍ୱର୍ଗରେ। ତେଣୁକରି କ'ଣ ଘଟିଛି କ'ଣ ନ ଘଟିଛି ଏ ଦାୟିତ୍ୱ କେବଳ ପୁଲିସର। ଏଇ ଘଟଣା ଅନ୍ଧାର ଭିତରେ ଅଛି, ଅନ୍ଧାର ଭିତରେ ହଁ ହଁ ଯିଏ ଯାହା କହୁନା କାହିଁକି ଅନ୍ଧାର ଭିତରେ ଅଛି। ଆମର ସତ୍ୟ ବାହାରକୁ ଆସିବା ଦରକାର, ସେ ଦାବି ଆମର ରହିବ। କିନ୍ତୁ ଆଡ଼େ ପରିବାରର ଶାନ୍ତି ଆଉ ପରିବାରକୁ ସାହାଯ୍ୟ, ତାଙ୍କୁ ଭାଙ୍ଗି ପଡ଼ିବାରୁ ଉଠେଇବା, ଏ ଦାୟିତ୍ୱ ମଧ୍ୟ ଆମର। ଆମକୁ ପୁଲିସ ଭାଇମାନେ ସେମାନେ ସହଯୋଗ କରୁଛନ୍ତି, କ୍ୟାମ୍ପ ପକେଇଛନ୍ତି, ସବୁ ଯୋଗୁଛନ୍ତି। କିନ୍ତୁ ଆମକୁ ସତ୍ୟ ବାହାରୁ ନିର୍ଦ୍ଦିଷ୍ଟ ଦୋଷୀ ଯଦି କିଏ ଅଛି ତାକୁ ଦଣ୍ଡ ଦିଆଯାଉ, କିନ୍ତୁ ପରିବାର ପାଇଁ ପଛରେ ଛିଡ଼ା ହେବା ଦରକାର। ମୋ ନାଁ ଜୟନ୍ତ କୁମାର ପଣ୍ଡା, ଆଉ ଆମର ନେତା ରମି ପାତ୍ର ଏବଂ ଆମର ବୁଲୁନନ୍ଦ ଭାଇ ଆସିଥିଲେ। କାଲି 2-3 ଦିନ ହେଲା ଆମକୁ ଯେତେବେଳେ ଏ ବିଷୟ ଜଣାଇଲେ, ଆମର ରମି ଭାଇ ଆମ ସହିତ ସବୁବେଳେ ଅଛନ୍ତି, ଦୁଃଖରେ ଅଛନ୍ତି, ସୁଖରେ ଅଛନ୍ତି। ଆଜି ଯେଉଁ ବଳଙ୍ଗାରେ ଯେଉଁ ଘଟଣାଟି ଘଟିଲା ସେଥିପାଇଁ ସେ ମର୍ମାହତ ହୋଇଛନ୍ତି। ସମସ୍ତେ ବି ଆମେ ମର୍ମାହତ ହୋଇ ଆଜି ତାଙ୍କ ଘର ବାସଭବନକୁ ଆସିଥିଲୁ ଏବଂ ତାଙ୍କ ଶ୍ମଶାନରେ ଫୁଲ ଅର୍ପଣ କଲୁ। ତେଣୁ ସେଥିପାଇଁ ଆମେ ସେମାନଙ୍କୁ ଘରରେ ତାଙ୍କ ଇଏରେ ଲୋକମାନଙ୍କୁ ଆମେ ଡିଷ୍ଟର୍ବ ନ କରି କେମିତି ସେ ସାନ୍ତ୍ୱନା ଦେବା ଏବଂ ତାଙ୍କର ଏତେ ବଡ଼ ଦୁଃଖଦ ଘଟଣା ଘଟିଗଲା। ତେଣୁ ସେଥିପାଇଁ ଆମେ ବଡ଼ ମର୍ମାହତ। ସମସ୍ତେ ଆମେ ଠାକୁରଙ୍କୁ ପ୍ରାର୍ଥନା କରୁଛୁ ତାର ଆତ୍ମା ସଦ୍ଗତି ହଉ। କହିବି ଏହା ଅତ୍ୟନ୍ତ ଦୁଃଖଦ ଘଟଣା ଏବଂ ଯାହା ଏଠା ଘଟିଛି ବା ଯାହା ଅଛି ଏହା ସତ୍ୟ ସାମ୍ନାକୁ ଆସୁ, ଆଉ କିଛି ନାହିଁ। ସମସ୍ତଙ୍କ କଥା ହେଲା ଯାହା ବି ହେଇଛି ସତ୍ୟଟା ସାମ୍ନାକୁ ଆସୁ। ଯୋଉ ଲୋକଙ୍କ ଭିତରେ ଯୋଉ ଧାରଣା ସୃଷ୍ଟି ହେଇଛି ଯେ କଣ ହେଇଛି ସନ୍ଦେହ, ସେ ସନ୍ଦେହଟା ଲୋକଲୋଚନକୁ ଆସିବା ଦରକାର। ପ୍ରକୃତ ଘଟଣା କଣ ଘଟିଛି ଆଉ ସେ ଦାୟିତ୍ୱ ହଉଛି ଆମର ନୁହେଁ, ଏଠାର ଲୋକମାନଙ୍କର ନୁହେଁ, ପୋଲିସ ବାହିନୀର ଇଏ। ସେମାନେ ତାକୁ ଇନଭେଷ୍ଟିଗେସନ କରି ସତ୍ୟ ସାମ୍ନାକୁ ଆଣନ୍ତୁ, ବାସ୍।